ମାହାଙ୍ଗା ବ୍ଲକ ସ୍ଥିତ ବାସୁଦେବପୁର ହାଇସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ବାସୁଦେବପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମାନବ ସେବା ଚାରିଟେବଲ୍ ଟ୍ରଷ୍ଟ କୋଳିଅଠା ଓ ଉଦୟନାଥ ଚାରିଟେବଲ୍ ଟ୍ରଷ୍ଟ ଡଗରା ସାହିର ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ରେଡ୍କ୍ରସ ରକ୍ତ କେନ୍ଦ୍ର କଟକର ଡାକ୍ତର ଚନ୍ଦ୍ରିକା ପ୍ରସାଦ ଦାସ, ସଂଯୋଜକ ଭାଗ୍ୟଧର ସାହୁ, ଟେକ୍ନିସିଆନ କୁମାର ସ୍ୱାଇଁ, ଆଟେଣ୍ଡାଣ୍ଟ ପ୍ରଶାନ୍ତ ସାହୁ ପ୍ରମୁଖ ଯୋଗ ଦେଇ ରକ୍ତ ସଂଗ୍ରହ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରବୀନ୍ଦ୍ର କୁମାର ଜେନା, କପିଳେନ୍ଦ୍ର ରଣା, ଅନ୍ନପୂର୍ଣ୍ଣା ଜେନା, ଦିନେଶ ରଞ୍ଜନ ରାଉତ, ଚନ୍ଦ୍ରମୋହନ ସାହୁ, ସୁକାନ୍ତ ପ୍ରଧାନ, ଅକ୍ଷୟ କୁମାର ଜେନା, ପ୍ରଭାତୀ ଜେନା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ମିଶ୍ର, ଅର୍ଚ୍ଚନା ମହାନ୍ତି, ବିଜୟଲକ୍ଷ୍ମୀ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ରକ୍ତଦାତାମାନେ ପଞ୍ଜୀକରଣ କରିବା ପରେ ରକ୍ତଦାନ କରିଥିଲେ। ଆଜିର ଏହି ରକ୍ତଦାନରେ 20 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ବ୍ୟୁରୋ ରିପୋର୍ଟ, ଆମ ନ୍ୟୁଜ୍, ଓଡ଼ିଶା।